ଏମିତି ଆଜ୍ଞା ପଥ ବାଟ ପିଠକୁ ସାଧନ କରିଥିଲେ ଶିବ। ଠାକୁର ଯେତେବେଳେ ପଥ ବାଟ ପିଠ ନୀଳମାଧବ ଶିଶୁମୁନା ଗଙ୍ଗା ଯମୁନା ସରସ୍ୱତୀ ସତରଜ ତମ ୟାକୁ ସାଧନ କରି ଇନ୍ଦ୍ରିୟ ରୂପକ ତ୍ରିପୁରାସୁରକୁ ଆଜ୍ଞା ବିନାଶ କରିଥିଲେ। ଦିଅନ୍ତୁ ଶିବ ଠାକୁର ଆଜ୍ଞା ଯେତେବେଳେ ବସ୍ତୁମ ବୋଲି ଆଜ୍ଞା ପାର୍ବତୀ ପଚାରିଲେ କହିଲେ ଓହୋ ମୁଁ ଶୁଣି ତ୍ରିଶୂଳକୁ ଧାରଣ କରୁଥିବାରୁ ପ୍ରଭୁଙ୍କ ନାମ ହଉଛି ଶୁଣି। ଓଲଟା ଅର୍ଥରେ ବୁଝିଲେ ମାନମୟୀ ପାର୍ବତୀ କହିଲେ ତମେ ଶୁଣି ଶୂଳ ରୁଟି ଯୋଉମାନଙ୍କୁ ପେଟ ବେମାରୀ ଖାଇ ଆଜ୍ଞା ଶୂଳ ହଉତା ତାକୁ ଶୁଣି ବୋଲି କୁହାଯାଏ। କହିଲେ ତମେ ଯଦି ପେଟ ବେମାରୀ ଲୋକ ଶୁଣି ନୁକ ଶୂଳ ରୁଟି ତମେ ମୃଗୟା ଭେଷଜ তাহলে যাও যাও তুমি বৈদ্য ঘরକୁ যাও ଔଷଧ সংগ্রহ করিও। তোমার কাম কোন যাও না তুমি ঔষধ খাইব তাহলে যাও তুমি বৈদ্য ঘর ঔষধ সংগ্রহ করি খাইব। তুমি এଠି কাইকি আসছো লজ্জিত হইগলে শিব। যাও যাও নহলে বড় ডাক্তারখানা চালাও এଠି কাই যাউছ ততে পচার বিনা পয়সারে মেডিসিন মিলিব। তেଣୁ ଆଜ୍ଞା ଯେତେବେଳେ କହିଲେ ତମେ ଷୋଳ ରୁଟି ଏଠି ଷୋଳ ରୁଟିର ସ୍ଥାନ ନାହିଁ ତମେ ଯାଅ ଏ ତ ମାନମୟୀ ପାର୍ବତୀ କହିଲେ ଓ ଶୁଳି ନାମଟିକୁ ବୋଧେ ଜାଣିନାହାନ୍ତି। ପାର୍ବତୀ ମତେ ଭୁଲି ଯାଇଛନ୍ତି। ଆଉ ଗୋଟେ ନାମ କହିବି ନାମ ତ ମୋର ବହୁତ ନାମ ଅଛି ଆଉ ଗୋଟେ ନାମ କହିବି ଦେଖିବା ପାର୍ବତୀ କାହା ବୁଦ୍ଧିରେ ପଡିଛନ୍ତି। ଜମା ଏ ପାର୍ବତୀ ଫୁଲ ବସା ଖାଇଗଲା ବସା ଏଠିରେ ତେଣୁ କହିଲେ ଆଉ ଗୋଟେ ନାମ କଷ୍ଟମ ଶୁଳି ମୃଗୟା ଅବସର କଲେ ନୀଳକଣ୍ଠ ପ୍ରଭୁଙ୍କର ଗୋଟିଏ ନାମ ହଉଛି ଆଜ୍ଞା ନୀଳକଣ୍ଠ। କାହିଁକି ଆଜ୍ଞା ତାଙ୍କ କଣ୍ଠ ନୀଳ ହେଲା କାହିଁକି ହେଲା ମତେ ପଚାରୁନାହାନ୍ତି କାହିଁ କହୁନି ଆଜ୍ଞା ଏଇ ଯୋଉ ହୋଲି ଯୋଉଦିନ ରଙ୍ଗ ଖେଳ ହେଲା ପ୍ରଭୁ ଶିବ ସେଇଦିନ ନୀଳିଆ ରଙ୍ଗ ବାଲ୍ଟିଏ ଖାଇ ଦେଇଥିଲେ। ଓ ମୁଣ୍ଡଟା ସେଇଠି ପଡିଛି ମୁଣ୍ଡ ମୋର ଦେଖନ୍ତୁ ସେଇଥିପାଇଁ କଣ୍ଠ ନୀଳ। ଆଉ ପୁରାଣର ପୁରୁଣା ପୃଷ୍ଠାକୁ ଓଲଟଉଛି ଶିବଙ୍କର କଣ୍ଠଟା କାହିଁକି ନୀଳ ସମୁଦ୍ର ମନ୍ଥନ ଜାତ ଉଚ୍ଚ ସଭା ବୈରାଗତ ଉଚ୍ଚ ସଭା ଯେତେବେଳେ ସମୁଦ୍ର ମନ୍ଥନ ହେଲା ଦେବତା ଅସୁର ଦି ଜଣ ମିଟିଂ ବସିଲେ ଭାଇ ଯାହା ମିଳିବ ଆମେ ଅଧେ ଅଧେ ଦବା କେହି କାହାକୁ ଝଗଡା ଝାଟି କରିବାନି ଝଗଡା ଅଧା ଅଧା ଆମେ ନେଇଯିବା। ସମୁଦ୍ରଟା ଯେତେବେଳେ ମନ୍ଥନ ହୁଏ ମା ମାନେ ଆଜିକାଲି ସେ କଥା ଆଉ ନାହିଁ ଗୋଟେ ଖଡରିଟେ ଥାଏ ଆଜ୍ଞା ଗାଁ ଗହଳିରେ ଗୋଟେ ଦଉଡିଟା ଗୁଡା ହେଇଥାଏ ସେଥିରେ ଖୁଆ ଦଣ୍ଡ ଯୋଉଟା କୁହାଯାଏ ନାଇଁ ସେଟା ଏବେ ପିଲାମାନେ କହିପାରିବେନି ସେ ଜିନିଷ ପିଲାମାନେ ଖଡରି କହନ୍ତି ଆଜ୍ଞା ଗାଉଲି କଥା ସେତେବେଳେ ଥିଲା। ତେଣୁ ଆଜ୍ଞା ଏଠି ଯୋଉ ମନ୍ଥନ ହେଲା ସମୁଦ୍ର ମନ୍ଥନ ଏଠି ଆଜ୍ଞା ଖଡରିଟା ଖୁଆ ଦଣ୍ଡଟା କିଏ ହେଲା ନା ମନ୍ଦରଗିରି ପର୍ବତ ହେଲା ଖୁଆ ଦଣ୍ଡ। ମନ୍ଦରଗିରି ପର୍ବତଟା ହେଲା ଖୁଆ ଦଣ୍ଡ। ଖୁଆ ଦଣ୍ଡରେ ଗୋଟେ ଦଉଡି ଲାଗିଥାଏ ସେ ଦଉଡିଟା କଣ ନା ବାସୁକି ନାଗ ହେଲା ରଜୁ ବାସୁକି ନାଗ ହେଲା ଆଜ୍ଞା ଖୁଆ ଦଣ୍ଡରେ ବୁଡା ଯାଇଥିବା ଦଉଡିଟା ହେଲା ବାସୁକି ନାଗ। ଯେତେବେଳେ ଦି ଜଣ ଦେବତା ଅସୁର ସମୁଦ୍ର ମନ୍ଥନ କରିବା ପାଇଁ ସ୍ଥିର କଲେ ବୟାଳୁ ଦେବତା ମାନେ ରହିଲେ ଲାଞ୍ଜ ପଟରେ ଦେବତା ମାନେ ରହିଲେ ଲାଞ୍ଜ ପଟରେ ଦାନବ ମାନେ ରହିଲେ ମୁଣ୍ଡ ପଟରେ। ଭାଇ ନିର୍ଭୀକ ଦାନବ ମାନେ ଭାରି ଶକ୍ତିଶାଳୀ ସେମାନେ ରହିଲେ ମୁଣ୍ଡ ପଟରେ ଦେବତା ମାନେ ଲାଞ୍ଜ ପଟରେ। ସମୁଦ୍ର ମନ୍ଥନ ଯାହା ଉଚ୍ଚ ଶ୍ରବା ଐରାବତ ଅଶ୍ୟ ଅଷ୍ଟ ଅପ୍ସରୀ ନାଇଁ ଲକ୍ଷ୍ମୀ ପାରିଜାତ ଯୋଉ ସବୁ ଆଜ୍ଞା ସମୁଦ୍ର ମନ୍ଥନରୁ ବାହାରିଲା ଦେବତା ମାନେ ନେଇଗଲେ ଆସିବ ଆମେ ତମକୁ ୟାପରେ ଆସିବ ତମେ ଚିନ୍ତା କରନି ଅଛି ୟାପରେ ବାହାରିବ ରେସନ ଚାଉଳ ବାହାରିବ ଆସିବ ହଁ ରେସନ ଚାଉଳ ବିପିଏଲ ଚାଉଳ ସବୁ ତା ଭିତରୁ ବାହାରିବ ହଳ ସବୁ ତା ଭିତରୁ ବାହାରିବ ସବୁ ନେଇଗଲ ଆମେ ପୁଣି କଣ ନବୁ ଆସିବ ତମେ ଖାଇ ଛତୁଆ ତା ଭିତରୁ ବାହାରିବ ଡବଲ ଅଣ୍ଡା ବି ବାହାରିବ
ସବୁ ନେଲେ ଆଜ୍ଞା ଦେବତା ମାନେ ଲାଞ୍ଜ ପଟରେ ଧରିଲେ ମୁଣ୍ଡ ପଟରେ ଧରିଲେ ଆଜ୍ଞା ଦାନବ ମାନେ କଷ୍ଟ ଅଧିକ କଲେ ଦାନବ ମାନେ ଦେବତା ମାନେ ସବୁ ଗୁଡାକ ନେଇଗଲେ କହିଲେ ତମେ ଅପେକ୍ଷା କର ଆଗକୁ ଯାହା ଆସିବ ତମେ ଆସିବ ତମେ କାହିଁକି ତମେ ଭାବୁଛ ୟା ପରେ ବହୁତ ଜିନିଷ ଆସିବ ତ ବଜାରରେ ଟଙ୍କା ମିଳିବ ଆଉ କଣ ବେଗ ଦିଟା ଲେଖା ମିଳିବ ଭାବୁଛ କଣ ନା ତମେ ଧୈର୍ଯ୍ୟ ଧର ସବୁ ମିଳିବ ଏତିକି ବେଳେ ହେଲା କଣ ଆସିଲା ଆଜ୍ଞା ଅମୃତ ଭାଣ୍ଡ ସୁଧା ଭାଣ୍ଡ ଦେଖି ଦାନବେ ସୁଧା ଭାଣ୍ଡ ଦେଖି ଦାନବେ ସୁଧା ଭାଣ୍ଡ ଦେଖି ଦାନବେ ସୁଧା ଭାଣ୍ଡ ଦେଖି ଦାନବେ ଯେତେବେଳେ ସୁଧା ଭାଣ୍ଡ ଅମୃତ ଭାଣ୍ଡଟା ଆସିଛି ଦାନବ କହିଲେ ତମକୁ ସବୁ ନେଲଣି ଆଉ ସେଇଟା କଣ ଶୁଣ ଏଇଟା ଦିଅ ଆସିବ ତମେ କଣ ଭାବୁଛ ଆସିବ ନା କଣ ବହୁତ ଜିନିଷ ତମେ ଯେତିକି ନେଇଛ ସେତିକି ଏଇଟା କିନ୍ତୁ ଆମେ ଆରେ ତମେ ବୁଝିପାରିବନି ବହୁତ ଜିନିଷ ତା ଭିତରୁ ଦିଅ ନା କହିଲେ ଦେବିନି ଏଟା ଆରେ ନିଅ ଆରେ ଶୁଣ ନା ତମେ ଛାଡ଼ ତମେ ଖାଇବ ତମେ ଚାଟ ଖାଉ ଆମର ଦରକାର ନାହିଁ ବାବା ତୁମେ ଦିଅ ଆରେ ଏଇଟା ଦିଅ ତମେ ଆଗ ବାড়িয়ে ନେଇଛ ଆମେ ପଛ ବାড়িয়ে যাওয়ার কারণে না ইয়া তো ভাই না ছাড়ো দিও না দিও অমৃত ভাণ্ডটা করে দাও অমৃত ভাণ্ডটা ছড়াই গেলে দানব মানে কলে এটা আমি নেবো এতদিন ভাড়ানি পড়িলা যদি অমৃত দানব মানে খাইলে সব অমর হয়ে যাবে কଣ করতে লাইন ହେଇକି ବସି ଆଉ ସମସ୍ତେ ଛୋଟ ପତ୍ର ଧରିକି ବସି ଆଉ ଏତିକି ବେଳେ ମୋହିନୀର ସବୁ ଧାରଣ କଲେ ଆଜ୍ଞା ନାରାୟଣ ତା ମାୟା ପ୍ରଭୁଙ୍କର ମାୟା ବୁଝିବ କିଏ ମୋହିନୀର ସବୁ ଧରିଲେ ଆଜ୍ଞା କହିଲେ ମାୟା ଦେବେ ଓ ଗୋଚର ଦେବତା ମାନେ ବୁଝିପାରନ୍ତି ନାହିଁ ଏ ଦାନବ ବା ବୁଝିବେ କୋଉଠି ବିଷ୍ଣୁ ମୋହିନୀ ମାଇକା ଆଜ୍ଞା ମୋହିନୀ ବେଶକୁ ନାରୀ ରୂପକୁ ହେଲେ ନାରାୟଣ ହେଲେ ତମେ କାହିଁକି ଦ୍ୱନ୍ଦ୍ୱ କରୁଛ ଅମୃତ ଭାଣ୍ଡଟା ମତେ ଦିଅ ସମସ୍ତଙ୍କୁ ସମାନ ଭାବରେ ମୁଁ ପରସିବି ଅମୃତ ଭାଣ୍ଡଟା ରହିଲା ନାରାୟଣଙ୍କ ହସ୍ତରେ ନାଇଁ ଏ ତ ଦେବଙ୍କର ମାୟା ଦେବକୂଟ ସିନା ଦେବତାଙ୍କୁ ଜଣା ନାଇଁ ହେଲେ ତମେ ସବୁ ଧାଡ଼ି ହେଇକିରି ଶୃଙ୍ଖଳାରେ ବସ ଅମୃତ ମୁଁ ସମସ୍ତଙ୍କୁ ସମାନ ଦେବି ବସିଛନ୍ତି ଆଜ୍ଞା ଦେବତାଙ୍କ ପାତ୍ରରେ ରହିଲା ଅମୃତ ଦାନବ ମାନଙ୍କୁ ଅନ୍ୟ ପଦାର୍ଥ ରହି ପ୍ରଭୁ ଖଣ୍ଡେଇ ଦେଲେ ଏତିକି ବେଳେ ଏ ଦାନବ ମାନଙ୍କ ମଧ୍ୟରୁ ଭାରି ଚଲାକ ପୁଅ ଜଣେ ଥିଲା ସେ ହଉଛି ରାହୁ ଭାରି ଚଲାକ ତମେ ସବୁ ଅମୃତ ଖାଇବ ଆମ ଭାଗକୁ ନଥିବ ତେଣୁ ଆଜ୍ଞା ରାହୁ ଯାଇ ଦେବତା ମାନଙ୍କ ଗହଣରେ ବସିଗଲେ ଯେତେବେଳେ ଅମୃତ ବଣ୍ଟନ କରୁଛନ୍ତି ପ୍ରଭୁ ରାହୁ ପାତ୍ରରେ ଟିକେ ଅମୃତ ମଧ୍ୟ ବଢିଗଲା ଚନ୍ଦ୍ର କହିଲେ କଥା ଶୋଇଲା ଅମୃତ ଖାଇଦବ ଆଜି ରାହୁ ପ୍ରଭୁକୁ ଟିକେ ଯେମିତି ଆଜ୍ଞା ପ୍ରଭୁକୁ ଟିକେ ଠାରି ଦେଇଛନ୍ତି ଝିଅ ଆଜ୍ଞା ସୁଦର୍ଶନକୁ ସ୍ମରଣ କଲେ ଅମୃତ ଖାଉଛି ରାହୁ କଣ୍ଠ ଯାଏ ଯାଇଛି ସୁଦର୍ଶନ ଆସିଲା ଗଣ୍ଡି ମୁଣ୍ଡ ଦିଟା ଅଲଗା କେତେ ବାଟ ଯାଏ ଅମୃତ ଯାଇଥିଲା ରାହୁ ସେଇଦିନ ପାଖରୁ ବଞ୍ଚିଲା ଅର୍ଦ୍ଧେକ ବଞ୍ଚିଛି ରାଗଟା ମହିଳା କଲା ଚନ୍ଦ୍ର ପୁଅର କଣ କଲା ମୁଁ ତ ଅମୃତ ଖାଉଥିଲି ତୁ କାହିଁକି ଛାଡ଼ିଲୁ ତ ଅବସ୍ଥା ମୁଁ ସେଇଦିନ ଠାରୁ ରାହୁ ଗ୍ରାସ କରୁଛି ଚନ୍ଦ୍ରକୁ ତେଣୁ ଆଜ୍ଞା ଯେତେବେଳେ ଅମୃତ ବଣ୍ଟନ ହେଇଗଲା ଦାନବ ଅମୃତ ପାଇଲେନି ପାଇଲେ ଆଜ୍ଞା ଦେବତା ମାନେ ଅମରତ୍ୱ ଲାଭ କଲେ ରାହୁ ଆଜ୍ଞା କଣ୍ଠ ଯାଏ ଅମର ହେଇକିରି ଥିଲା ସେଇଦିନ ତାକୁ ରାଗ ରଖିକିରି ଚନ୍ଦ୍ରକୁ ଗ୍ରାସ କଲେ ଚନ୍ଦ୍ରଗ୍ରହଣ ହଉଛି ରାହୁ ଗ୍ରାସ କରୁଛି ଇଏ କଥା ଶାସ୍ତ୍ରରେ ପ୍ରମାଣ ଯାହା ଏତିକି ହେଲା କଣ ଯେତେବେଳେ ଆଜ୍ଞା ଅମୃତ ବଣ୍ଟନ ସରିଯାଇଛି ତାପରେ ଆସିଲା ହଳାହଳ ବିଷ ଯେତେବେଳେ ବିଷ ଆସିଛି ଏମିତି ଆଜ୍ଞା ବିଷର ପ୍ରକୋପ ହେଲା ସବୁ ଛତ୍ର ଭଙ୍ଗ ଦେଇକି ପଳାୟନ କଲେ ଆଉ ସମୁଦ୍ର ଯେତେବେଳେ ଆଜ୍ଞା ଅମୃତ ବଣ୍ଟନ ହଳାହଳ ବିଷ ଯେତେବେଳେ ଆସି ସେ ବିଷ ଜ୍ୱାଳା
ଯେତେବେଳେ ଘୋରତର ହେଲା ସମସ୍ତେ ଆଜ୍ଞା ପଳାୟନ ପନ୍ଥୀ ଛତ୍ରଭଙ୍ଗ ନେଇକି ପଳେଇଗଲେ। ବିଶ୍ୱ ଆଜ୍ଞା ଶାନ୍ତି ହେଇପାରିବ ନା ବିଶ୍ୱଦ୍ୱାର ସଂସାରଟା ପୀଡ଼ିତ। ଏତିକି ମୋ ବେଳେ ଜଣେ ଆଜ୍ଞା ମହାମହିମ ଠାକୁର ଯାହାଙ୍କ ପାଇଁ ମା ମାନେ ଆଜି ଜାଗର ପ୍ରଦୀପ ପ୍ରଜ୍ୱଳନ କରୁଛନ୍ତି। ସଂସାର ପାଇଁ ଯଦି ତ୍ୟାଗ କରିଛନ୍ତି ମହାମହିମ ଶିବ, ଶିବଙ୍କ ବ୍ୟତୀତ ଏ ସଂସାରରେ ତ୍ୟାଗୀ ପୁରୁଷ କେହି ନାହାନ୍ତି। ହଳାହଳ ବିଷକୁ ପାନ କରିବା ପାଇଁ ଆଗେଇ ଆସିଲେ ଶିବ। ସଂସାରରେ ଆଜ୍ଞା ଯୋଉମାନେ ମହତଜନ ମହାତ୍ମା ନିଜକୁ ଆଜ୍ଞା ସଂସାର ପାଇଁ ତ୍ୟାଗ କରନ୍ତି। କାହିଁକି ଏକଥା କହିବି? ପଞ୍ଚାନ କାହିଁକି ଏକଥାରେ ମହାତ୍ମା ମାନେ ନିଜକୁ ତ୍ୟାଗ କରନ୍ତି ଆଜ୍ଞା ସଂସାର ପାଇଁ? ଦେଖନ୍ତୁ ମହାତ୍ମା ଆତ୍ମା ଯୋଉମାନେ ଥିଲେ ଗୋଟେ ଗାଲରେ ଚାପୁଡା ବାଜିଲେ ମହାତ୍ମା ଗାନ୍ଧୀ ମହାନ ଆତ୍ମା ଥିଲା, ଆଉ ଗୋଟେ ଗାଲ ଦେଖଉଥିଲେ ଭାରି ଖାବ ସେଇଥିପାଇଁ ଆଡଜଷ୍ଟ କରିଦଉଥିଲେ ସିଏ। ମତେ ପଚାରୁଛି କି ତେଣୁ ଆଜ୍ଞା ଗାନ୍ଧୀ ମହାତ୍ମା ଥିଲେ ଆଜ୍ଞା କୀଟ ପତଙ୍ଗ ତରୁତୃଣାଦିରେ ଯେ ବ୍ରହ୍ମକୁ ଦେଖୁଥିଲେ ମହାନ ଆତ୍ମା ସଂସାର ପାଇଁ ତ୍ୟାଗ କରିଛନ୍ତି। ଅହିଂସା ନୀତିରେ ଆନ୍ଦୋଳନ କରି ଯିଏ ଆମକୁ ସ୍ୱାଧୀନତାର ଆଲୋକ ଦେଇଗଲେ। ଖାଲି ଏତିକି ନୁହେଁ, ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ କୁଶବିଦ୍ଧ କରି ଦିଆଗଲା କୁଶବିଦ୍ଧ କରି ଦିଆଗଲା ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ ଅବସ୍ଥାରେ ପ୍ରାର୍ଥନା କଲେ ପ୍ରଭୁ ଯୋଉମାନେ ମୋ ପ୍ରତି ଏ ପ୍ରକାର କର୍ମ କରିଛନ୍ତି ଏମାନେ ଅଜ୍ଞାନ ଏମାନଙ୍କୁ କ୍ଷମା ଦିଏ। କୋଉ ମହାତ୍ମା ଥିଲେ ସେମାନେ? ଖାଲି ଏତିକି ନୁହେଁ, ଉତ୍କଳମଣି ଗୋପବନ୍ଧୁ ମହାନ ଆତ୍ମା କଥା ମୁଁ ପଢିଛି ଆଜ୍ଞା। ମହାତ୍ମା ଯୋଉମାନେ ସଂସାର ପାଇଁ ତ୍ୟାଗ କରନ୍ତି। ଗୋପବନ୍ଧୁ ଆଜ୍ଞା ଦେଶର ସ୍ୱରାଜ୍ୟ ପ୍ରଗତି ପଥେ ଯେତେ ଗାଢ ଗୁରୁ ତହିଁ ପଡି ମର ମାଂସ ହାଡ଼ ବିଶୁ ମର ଦେହ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠି। ମହାନ ବାର୍ତ୍ତା ଦେଇ ଏମିତି ତ୍ୟାଗ ଥିଲା ଆଜ୍ଞା ଉତ୍କଳମଣି ଗୋପବନ୍ଧୁଙ୍କର। ସେତେବେଳେ ଆଜ୍ଞା ବନ୍ୟା ବିପନ୍ନ ସମୟରେ ଓଡିଶାର ଲୋକ ଯେତେବେଳେ ବନ୍ୟା ବିପନ୍ନରେ ପୀଡ଼ିତ ଥିଲେ ଆଜ୍ଞା ରିଲିଫ ବଣ୍ଟନ କରିବା ପାଇଁ ଯେ ଆଗେଇ ଯାଉଥିଲେ ଘରେ ନିଜର ରୁଗ୍ଣ ଶିଶୁ, ସେ ରୁଗ୍ଣ ଶିଶୁର ଦେହ କଥାକୁ ଖାତର ନ କରି ଯାଉଥାନ୍ତି ଆଜ୍ଞା ବନ୍ୟା ବିପନ୍ନ ଜନତା ଜନାର୍ଦ୍ଦନ ଜ୍ଞାନ କରି ରିଲିଫ ବଣ୍ଟନ କରିବା ପାଇଁ ଯେ ଯାଉଥିଲେ। ଦେଖନ୍ତୁ ଆଜ୍ଞା କେଡ଼େ ମହାନ ପୁରୁଷ ସେ। ସେଦିନ ଆଜ୍ଞା ଆଚାର୍ଯ୍ୟ ହରିହରଙ୍କ ସହିତ ରିଲିଫ ବଣ୍ଟନ କରିବା ପାଇଁ ନାବସ ରିଲିଫ ବଣ୍ଟନ କରିବା ପାଇଁ ଯାଇଛନ୍ତି। ନାବଟା ପହଞ୍ଚିଲାଣି ମଝି ନଈରେ। ବଡ ଭାଇ ଆସିକିରି ଡାକିଲେ ଗୋପୀ ଗୋପୀ କୁଆଡେ ଯାଉଛୁ? ଫେରିଆ ଫେରିଆରେ ଆରେ ଆଜି ସବୁ କିଛି ଓଲଟ ପାଲଟ ହେଇଯାଇଛି, ତୁ ଫେରିଆ। କହିଲେ ଭାଇ କଣ ହେଇଛି କହୁନା? ପିଲାଟା ଦିହରେ ପରା ଜ୍ୱର ସର୍ବାଙ୍ଗ ତାର କମ୍ପୁଛି, ତୁ ଆସୁନୁ କାହିଁକି? ଆଚାର୍ଯ୍ୟ ହରିହର କହିଲେ ଗୋପୀ ଆମେ ଫେରିଯିବା। ନାଇଁ ହେ ଗୋପବନ୍ଧୁ ଆମେ ଫେରିଯିବା, ଭାଇ ଡାକିଲେଣି ଆଜି ଅସୁବିଧା ପଡିଛି। କହିଲେ ନାଇଁ ଆମେ ପରା ଜଣେ ପୁଅ ମୋର ସିନା ପଡିଛି ଜ୍ୱରରେ, ଜନତା ଜନାର୍ଦ୍ଦନଙ୍କ ସେବା କରିବା ପାଇଁ ମୁଁ ଆଗେଇ ଯାଉଛି। ଏତିକି ବେଳେ ଆଜ୍ଞା ନାବକରୁ ଫେରୁନାହାନ୍ତି ଗୋପବନ୍ଧୁ, ଚାଲି ଯାଉଛନ୍ତି। ବଡ ଭାଇ କହିଲେ ଆଉ ନ କହିଲେ ଉପାୟ ନାହିଁ, ଗୋପୀ ଆଉ ଫେରିବନି। କହିଲେ ଗୋପୀ ସବୁ ସର୍ବନାଶ ହେଇଯାଇଛି ରେ, ପୁଅଟା ଆଉ ଜୀବନ ଧରି ନାହିଁ। ଫେରିଆ ଏତିକି ବେଳେ ଆଚାର୍ଯ୍ୟ ହରିହର କହିଲେ ଚାଲ ଚାଲ ଗୋପବନ୍ଧୁ ଫେରିଯିବା। ଆରେ ନା, ଆରେ ଗୋଟିଏ ପୁଅ ମୋର ଚାଲି ଯାଇଛି, ଆଜି ଶହ ଶହ ହଜାର ହଜାର ପୁଅ ଭୋକିଲାରେ ଅଛନ୍ତି, ବନ୍ୟାରେ ବିପନ୍ନ ହେଇଯାଇଛନ୍ତି, ତାଙ୍କୁ ରକ୍ଷା କରିବା ପାଇଁ ମୁଁ ଯାଉଛି। କହିଲେ ବଡ ଭାଇ ତମେ ତ ଘରେ ଅଛ, ମୋ ପୁଅଟା ଯଦି ଚାଲି ଯାଇଛି ଭାଉ କରି କାନ୍ଦି ଗଲେ ଗୋପବନ୍ଧୁ। କହିଲେ ଭାଇ ତମେ ଏତିକି କରିବ, ଇଏ ବାଡି କୋଳି ଗଛ ভাই ଏମିତିକା ତ୍ୟାଗ ଥିଲା ଆଜ୍ଞା ଦେଶ ପାଇଁ, ଜନତା ଜନାର୍ଦ୍ଦନ ପାଇଁ, ବସୁଦେବ କୁଟୁମ୍ବ ଭାବେ। କହିଲେ ମୋ ପୁଅଟା ତ ଚାଲିଗଲାଣି, ଭାଇ ତମେ ଏତିକି କରିବ, ଭାଡ଼ି ବର ଗଛ ବରପୁଳି ଗଛ ମୂଳରେ ପୋତି ଦବ, ତମ ସାନ ବୋଉକୁ ତମେ ବୁଝାଇ ଦବ ମୁଁ ଯାଉଛି ଜନତା ଜନାର୍ଦ୍ଦନଙ୍କର ସେବା କରିବା ପାଇଁ।
ଯାହାଙ୍କ ପାଇଁ ଓଡ଼ିଶା ଗର୍ବିତ ଉତ୍କଳମଣି ଉତ୍କଳମଣି ଗୋପବନ୍ଧୁ କହିଲେ ଦେଶର ପ୍ରଗତି ପଥେ ଯେତେ ଗାନ ଗୁରୁ ତଇ ପଡ଼ି ମୋର ମାନିଛ। କେମିତି ମହାନ ଆତ୍ମା ତ୍ୟାଗ କରିଥାନ୍ତି ନିଜକୁ ଆଜ୍ଞା ଦେଶ ପାଇଁ ଜନତାଙ୍କ ପାଇଁ ସେ ତ୍ୟାଗ କରିଥାନ୍ତି ନିଜକୁ ନାଇଁ। ତେଣୁ ମୋର କହିବାର ଉଦ୍ଦେଶ୍ୟ ଶିବ ଠାକୁର ସେଦିନ ଆସିଲେ ସଂସାର ବିପନ୍ନ ହବ ବିଷଜ୍ୱାଳାରେ ସଂସାର ଆଜି ବିପନ୍ନ ହେଇଯିବ। ତେଣୁ ଆଜ୍ଞା କଣ୍ଠ ବିଷ ପାନ କରିବା ପାଇଁ ଆଗବର ହେଲେ ମହାମହିମ ଶିବ। ସେ ହଳାହଳ ବିଷକୁ ଯେତେବେଳେ ତା କଣ୍ଠ ପାନ କରିଦେଇଛନ୍ତି ଦେବଦେବ ମହାଦେବ ବିଷଜ୍ୱାଳାରେ ପୀଡ଼ିତ ହେଲେ କଣ୍ଠ ହୋଇଗଲା ନୀଳବର୍ଣ୍ଣ। ଚେତା ହରେଇ ଆଜ୍ଞା ଚେତା ହରେଇ ଦେଲେ ଦେବଦେବ ମହାଦେବ ସେଦିନ ବିଶ୍ୱର ହିତ ପାଇଁ ଯେଉଁ ପାଇଁ ଆଜି ଜାଗର ପ୍ରଦୀପ ପ୍ରଜ୍ୱଳନ କରୁଛନ୍ତି ମା ମାନେ ପ୍ରଭୁଙ୍କର ଟିକେ ଚେତା ଫେରିବ। ମଙ୍ଗଳମୟ ଶିବ କଲ୍ୟାଣ କରିବେ ଇଏ ବିଶ୍ୱକୁ କଲ୍ୟାଣ କରିବେ। ସିଏ ଶିବ ରହିଲେ ଇଏ ସଂସାର ରହିବ। ତେଣୁ ଜାଗର ପ୍ରଦୀପ ପ୍ରଜ୍ୱଳନ କରି ଶିବଙ୍କର ଚେତା ଫେରିବା ଯାଏ ଆମେ ଜାଗ୍ରତ ଅବସ୍ଥାରେ ଥିଲୁ। ଇଏ ସଂସାର ଜାଗ୍ରତ ଅବସ୍ଥାରେ ଥିଲା। ଆଉ ପୁରାଣ କହେ ରାମ ଠାକୁର ଯେଉଁଦିନ ଫେରିଲେ ସେଦିନ ଆଜ୍ଞା ଦୀପାବଳି ପର୍ବ ହେଇଥିଲା। ତେବେ ଜାଗର ପ୍ରଦୀପ କେବଳ ଶିବ ଠାକୁରଙ୍କ ଉଦ୍ଦେଶ୍ୟରେ ମଙ୍ଗଳମୟ ଶିବଙ୍କର ଚିତା ହଜି ଯାଇଥିଲା ଯେତେବେଳେ ବିଷଜ୍ୱାଳାରେ ପ୍ରଭୁ ଆଜ୍ଞା ବିଶ୍ୱ ପାଇଁ ନିଜକୁ ତ୍ୟାଗ କରିଥିଲେ। ସେ ଠାକୁରଙ୍କର ଚିତା ଫେରିବା ପାଇଁ ଆମେ ଜାଗର ପ୍ରଦୀପ ପ୍ରଜ୍ୱଳନ କରୁଛେ ଆଜି ଯାଏ ତାକୁ ମାନି ଚାଲିଛେ।